ରାଧେ ରାଧେ ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ଅନନ୍ତର ଚ୍ୟାନେଲକୁ ସ୍ୱାଗତମ କରୁଛି। ନୂଆ ବର୍ଷ 2025 ଜୀବନରେ ନିଜକୁ ଏମିତି ବଦଳାଅ ଯେ ଜୀବନ ଆପେ ଆପେ ବଦଳିଯିବ। ସବୁବେଳେ ଚେଷ୍ଟା କରନ୍ତୁ ଯେ ପ୍ରତିଟି ଜୀବନରେ ଆସୁଥିବା ସବୁ ସମସ୍ୟାରୁ କିଛି ଶିଖିବା ପାଇଁ। ନୂଆ ବର୍ଷ 2025 ଗୋଟିଏ ନୂଆ ସକାଳ, ଏକ ନୂଆ ଆଶା ଆଉ ନୂଆ ଆକାଂକ୍ଷା। ଏହି ସମୟ ଯେତେବେଳେ ଆମେ ଆମର ମନରେ ଥିବା ଅସୀମ ସମ୍ଭାବନାକୁ ଚିହ୍ନଟ କରିବା, ନୂଆ ଆଶା ଯେଉଁ ଆକାଂକ୍ଷା ମନ ଭିତରେ ଅଛି ତାକୁ ପୂର୍ଣ୍ଣ କରିବା ପାଇଁ ଏକ ଉଦ୍ୟମ କରିବା। ଏହି ସମୟ ଯେତେବେଳେ ଆମେ ଏକତା, ପ୍ରେମ ଓ କରୁଣାର ବାର୍ତ୍ତାକୁ ପ୍ରସାରିତ କରିବା। ପ୍ରତିଟି ନୂଆ ଦିନ ଗୋଟିଏ ନୂଆ ଆରମ୍ଭ। ଏହି ବର୍ଷ ଆପଣଙ୍କ ସ୍ୱପ୍ନକୁ ସତ୍ୟ କରିବା ପାଇଁ, ପୂର୍ଣ୍ଣ କରିବା ପାଇଁ ମନ ଭିତରେ ପ୍ରତିଜ୍ଞା କରନ୍ତୁ। ଯେ ପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କ ମଙ୍ଗଳ ପାଇଁ ଚିନ୍ତା କରୁନାହିଁ, ସେ ପର୍ଯ୍ୟନ୍ତ ଆମର ଖୁସି ମଧ୍ୟ ଅପୂର୍ଣ୍ଣ ରହିବ। ଆଶାର ଦୀପ ଜଳାନ୍ତୁ ଓ ପ୍ରତିଟି ଅନ୍ଧକାରକୁ ଆଲୋକରେ ପରିଣତ କରନ୍ତୁ। 2025 ଏମିତି ଏକ ଦିନ ରୂପେ ଗଢ଼ନ୍ତୁ ଯାହା ଆଗାମୀ ପିଢ଼ିମାନେ ଗର୍ବ କରିବେ। କେବଳ ନୂଆ ବର୍ଷ ନୁହେଁ ଯେ କ୍ୟାଲେଣ୍ଡରରେ ଗୋଟିଏ ଦିନ ପରେ ଦିନ ଗଡ଼ି ଚାଲିବ। ଠିକ୍ ସେହିପରି ଯେମିତି ଗୋଟିଏ ଦିନ ପରେ ଦିନ ଗଡ଼ି ଚାଲୁଛି କ୍ୟାଲେଣ୍ଡରରେ, ସେମିତି ଆମ ଜୀବନର ପ୍ରତି ଆୟୁଷ ପ୍ରତିଦିନ ଗଡ଼ି ଚାଲୁଛି। ଗୋଟେ ପରେ ଗୋଟିଏ ଦିନ କଟି କଟି ଚାଲୁଛି। କେହି ଜାଣିନାହାନ୍ତି ନିଜ ଜୀବନର କେତେ ଦିନ ଏ ସଂସାରରେ। ସେଥିପାଇଁ ଜୀବନରେ ସବୁବେଳେ ଚେଷ୍ଟା କରନ୍ତୁ ଅହଙ୍କାର, ଗର୍ବ, କ୍ରୋଧ, ରାଗକୁ ମନ ଭିତରୁ ତ୍ୟାଗ କରନ୍ତୁ। ନିଜକୁ ପରମାତ୍ମା ପାଖରେ ସମର୍ପଣ କରିଦିଅନ୍ତୁ। ଏ ଜୀବନର ମହତ୍ତ୍ୱ, ଜୀବନର ମୂଲ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମଣିଷ ଜୀବନ ବହୁତ କମ୍ ଦିନି। କେତେବେଳେ କିଏ ଏ ସଂସାରରୁ ବିଦାୟ ନିଏ ସେ କଥା କାହାକୁ ବି ଜଣା ନଥାଏ। ସେଥିପାଇଁ ଏ ମିଛ ମାୟା ଅହଙ୍କାରର ବଶୀଭୂତ ନ ହୋଇ ସଦାସର୍ବଦା ନିଜର ଜୀବନର ମହତ୍ତ୍ୱକୁ ବୁଝି ସତ୍ମାର୍ଗରେ ଚାଲନ୍ତୁ। ଦୁଃଖର କଳା ବାଦଲ ହିଁ ମନରେ ଦୁଃଖର ବର୍ଷା ଆଣିଥାଏ। ଜୀବନରେ ସବୁବେଳେ ଦୁଃଖ, କଷ୍ଟକୁ, ଚିନ୍ତାକୁ ତା ବାଟରେ ଛାଡ଼ି ଦିଅନ୍ତୁ। ମିଛ ସମ୍ପର୍କ ପାଇଁ ଆଖିରେ କେବେ ଲୁହ ଆଣନ୍ତୁନି। ସମ୍ପର୍କକୁ ସମ୍ଭାଳି ସମ୍ଭାଳି ମଣିଷ ଥକି ଯାଇଥାଏ। ପ୍ରତିଦିନ କେହି ନା କେହି ଅଭିମାନ କରି ବସିଥାଏ। ଏ ସମ୍ପର୍କ ବି ବନ୍ଧୁ ତାଲା ଭଳି ହୁଏ। ତାକୁ ଯଦି ଚାବିକାଠିରେ ଖୋଲିବ ସବୁଦିନ କାମରେ ଆସିବ, କିନ୍ତୁ ଯଦି ହାତୁଡ଼ିରେ ଖୋଲିବ ତେବେ ଥରେ ହିଁ କାମରେ ଆସିବ। ଆଉ ସମ୍ପର୍କ ବି ବନ୍ଧୁ ପଇସା ପରି ହୋଇଗଲାଣି। ଖର୍ଚ୍ଚ କରିବା ସହଜ, ରୋଜଗାର କରିବା ବହୁତ କଷ୍ଟ ଅଟେ। ସମସ୍ତଙ୍କ ଜୀବନରେ ଆପଣ ଜରୁରୀ ହୋଇନଥାନ୍ତି। ଦେଖିଛି ଜୀବନକୁ ଏତେ ପାଖରୁ ସମସ୍ତେ ଯେମିତି ଦେଖାଯାଆନ୍ତି ସେମିତି ହୋଇନଥାନ୍ତି ପ୍ରକୃତରେ। ସଂସାରରେ କାନ୍ଧ ଉପରେ ବସି ବୁଲିବା ଆଜି ବି ଅଛି। ଖାଲି ଫରକ ଏତିକି, ପ୍ରଥମେ ବହି ଧରିକି ବୁଲୁଥିଲୁ ଆଉ ଆଜି ଦାୟିତ୍ୱ ନେଇକି ବୁଲୁଛୁ। ଯିଏ ବି ମିଶିଲା କିଛି ନା କିଛି ଶିକ୍ଷା ଦେଇଗଲା। ନିଜ ଜୀବନରେ ସମସ୍ତେ ଗୁରୁ ହୋଇଥାନ୍ତି। ଏ ଜୀବନ ଜବରଦସ୍ତ ଅଟେ, ତାକୁ ଭଲ ପାଅ। ସବୁ ଦୁଃଖ ପରେ ସୁଖର ଅପେକ୍ଷା କର। ସେଦିନ ନିଶ୍ଚୟ ଆସିବ ଯାହାକୁ ତୁମେ ଅପେକ୍ଷା କରିଛ। ଉପରବାଲା ଉପରେ ଭରସା ଆଉ କଠିନ ସମୟର ଅପେକ୍ଷା କର। ଛୋଟ ଅଟେ ଜୀବନ, ଇଚ୍ଛା ଅନେକ, ସାଥିରେ କେହି ନାହାନ୍ତି। ମଣିଷ ବହୁତ ଅଛନ୍ତି, ମନର କଷ୍ଟ ଶୁଣିବାକୁ କେହି ନାହାନ୍ତି। ଯେଉଁଠି ସବୁକିଛି ବିକ୍ରି ହେଉଛି ସେଠି ଟିକେ ସମ୍ଭାଳିକି ରହିବେ ବନ୍ଧୁ। ବିକିବା ଲୋକ ପବନ ବି ବିକ୍ରି କରିଦିଅନ୍ତି ବେଲୁନରେ ପୁରେଇ। କାଲି ନା ମୁଁ ଥିବି ନା ମୋର ଅଭିଯୋଗ ଖାଲି ଥିବ ମୋର ସ୍ମୃତି। ସେଥିପାଇଁ ଚାଲ ଏ ମୁହୂର୍ତ୍ତକୁ ହସିକି ବିତାଇବା। କିଏ ଜାଣେ ଜୀବନରେ କାଲି କ'ଣ ବା ହେବ କାହା ସାଥିରେ। ବୟସ ଛୋଟ ହେଲେ କ'ଣ ହେଲା, ଜୀବନର ପ୍ରତ୍ୟେକ ଖେଳକୁ ମୁଁ ଦେଖିଛି ଆଉ ବୁଝିଛି। ମିଛ ପ୍ରତିଶ୍ରୁତି, ମିଛ ହସ ମଧ୍ୟ ଦେଖିଛି। ମଣିଷର ମାନସିକତା ଭୁଲ ବଡ଼ରୁ ବଡ଼ କରିକି ଦଣ୍ଡ ଦିଏ। ସେବା ଅଳ୍ପ କରିକି ଫଳ ଅଧିକ ଚାହିଁଥାଏ ମଣିଷ। ବନ୍ଧୁ, ସମ୍ପର୍କୀୟ ସମସ୍ତଙ୍କର ପରୀକ୍ଷା ନେଇକି ଦେଖିନେଲି। ଯଦି ତୁମ ପାଖରେ ପଇସା ଆଉ ସଫଳତା ନାହିଁ ତ ତୁମର କେହି ସାଥ ଦେବେନି। ସେସବୁ ସଫଳତାରେ ତୁମେ ହାରିଯିବ ଯେଉଁଥିରେ ତୁମେ ଅନ୍ୟକୁ ନିଚା ଦେଖାଇବ। ଜୀବନରେ ବହୁତ ଲୋକଙ୍କର ଆବଶ୍ୟକ ହୋଇନଥାଏ, ଖାଲି ଜଣେ ହିଁ ଦରକାର ଯିଏ କହିବା ଆଗରୁ ତୁମ ନୀରବତାକୁ ବୁଝୁଥିବ। ବେଳେବେଳେ ଜୀବନରେ ସେ ଋଣ ବି ସୁଝିବାକୁ ପଡ଼େ ଯାହା ଆମେ କେବେ ନେଇନଥାନ୍ତି। ଜିତିବାର ଅଭ୍ୟାସ ଭଲ ହୋଇଥାଏ, କିନ୍ତୁ କିଛି ସମ୍ପର୍କରେ ହାରିଯିବା ବି ଭଲ। ସମ୍ପର୍କକୁ ଚନ୍ଦନ ପରି ରଖିବା ଉଚିତ। ହଜାରେ ଖଣ୍ଡ ହୋଇଗଲେ ବି ସୁଗନ୍ଧ କେବେ କମି ନଥାଏ।
ଗୋଟିଏ କଥା ମନେ ରଖିଥିବେ, ବିତି ଯାଇଥିବା ସମୟ ଓ ଭାଙ୍ଗି ଯାଇଥିବା ଭରସା କେବେ ଫେରି ଆସେ ନାହିଁ ମଣିଷ ଜୀବନରେ। ସବୁ ଜ୍ଞାନ ବହିରୁ ମିଳିନଥାଏ, କିଛି ଜ୍ଞାନ ସ୍ୱାର୍ଥପର ଲୋକ ବି ଶିଖାଇ ଦେଇଥାନ୍ତି ଏ ସଂସାରରେ। ଦୋଷ ଖାଲି ଅନ୍ଧାରର ହୋଇନଥାଏ, ବେଳେବେଳେ ଅଧିକ ଆଲୋକ ବି ଅନ୍ଧ କରି ଦେଇଥାଏ ମଣିଷକୁ। ବଞ୍ଚିଥିବା ବେଳେ ଝଗଡ଼ା ହୋଇଥାଏ, ଏହା ତୋର ଏହା ମୋର। ଯେବେ ଚାଲିଗଲେ ଏ ଦୁନିଆରୁ ତେବେ ଜଣାପଡ଼ିଲା ନା କିଛି ତୋର ନା କିଛି ମୋର। ବାସ୍ତବ ସତ୍ୟ, ସବୁ ମୁହୂର୍ତ୍ତର ଆନନ୍ଦ ନିଅ, କାହିଁକି ନା ଖୁସି କେବେ ଅପେକ୍ଷା କରେନି। ବନ୍ଧୁ ବିପଦରେ ସାଥ ଦେବା ଗଲା ଦରକାର, ଖୁସିରେ ତ ସମସ୍ତେ ସାଥିରେ ଆସିବେ। ବୁଦ୍ଧିମାନ ଲୋକ ସାଙ୍ଗରେ କରାଯାଉଥିବା କିଛି ସମୟର କଥାବାର୍ତ୍ତା ହଜାରେ ବହି ପଢ଼ିବାଠୁ ଅଧିକ ଭଲ ହୋଇଥାଏ। ପାହାଡ଼ ଚଢ଼ିବାର ଗୋଟିଏ ନିୟମ ଅଛି, ନଇଁକି ଚଢ଼। ଜୀବନ ବି ଖାଲି ଏତିକି ମାଗୁଛି, ଯଦି ନଇଁକି ଚାଲିବ ତେବେ ଉଚ୍ଚରେ ପହଞ୍ଚିବ। ଆକାଶକୁ ଛୁଇଁବାର ଇଚ୍ଛା ନାହିଁ, ଆମର ଖାଲି ନିଜ ଲୋକମାନଙ୍କ ମନରେ ରହିବାକୁ ଚାହୁଁଛି, ଏହା ହିଁ ଯଥେଷ୍ଟ। ଭାଷା ଶରୀରର ଏକ ଅଦୃଶ୍ୟ ଅଙ୍ଗ ଅଟେ, ଯେଉଁଥିରେ ମଣିଷର ସବୁକିଛି ଦେଖାଯାଏ। ସମ୍ପର୍କର ବି ଗୋଟିଏ ବୟସ ଅଛି, କିଛି ମରିବା ପର୍ଯ୍ୟନ୍ତ ସାଥ ଦେଇଥାନ୍ତି, ଆଉ କିଛି ବଞ୍ଚିଥିବା ଅବସ୍ଥାରେ ହିଁ ମାରି ଦେଇଥାନ୍ତି। କେହି ଯଦି ବନ୍ଧୁ ଆପଣଙ୍କ ରାସ୍ତାରେ ଗାତ ଖୋଳୁଛି, ତେବେ ଚିନ୍ତା କରନି, କାହିଁକି ନା ଏମାନେ ହେଲେ ସେହି ଲୋକ ଯିଏ ଆପଣଙ୍କୁ ଡେଇଁବା ଶିଖାନ୍ତି। ଜୀବନରେ ସବୁଠୁ ଅଧିକ ଖୁସିରେ ସିଏ ହିଁ ରୁହେ ଯେ କମ୍ ସାଧନରେ ବି ସନ୍ତୁଷ୍ଟ ହୁଏ। କେମିତି ହୋଇପାରିବ ଭଲ ମଣିଷର ପରିଚୟ? ଏ ଦୁଇଟି ତ ନକଲି ହୋଇଗଲେ, ଗୋଟିଏ ହେଲା ଲୁହ ଆଉ ଅନ୍ୟଟି ହେଲା ହସ। ପ୍ରକୃତି କେବଳ ଦୁଇଟି ରାସ୍ତା ଦେଇଛି, ଦେଇକି ଯାଅ ଅବା ଛାଡ଼ିକି ଯାଅ। ସାଥିରେ ନେଇଯିବାର କୌଣସି ବ୍ୟବସ୍ଥା ନାହିଁ, ଏଥିପାଇଁ ସବୁବେଳେ ପ୍ରସନ୍ନ ହିଁ ରୁହ। ତୁ ଟେନସନ୍ ନେନି, ମୁଁ କିଛି ନା କିଛି ଯୋଗାଡ଼ କରୁଛି। ଜୀବନରେ ଏମିତି ମିତ୍ର ରହିବା ବହୁତ ଜରୁରୀ। ହସୁଥିବା ଚେହେରା ପ୍ରାୟତଃ ରହସ୍ୟ ଲୁଚାଇଥାନ୍ତି, ଖାଲି ଠିକ୍ ଅଛୁ କହିକି ହସି ଦିଅନ୍ତି। ଛୋଟ ଲୋକମାନଙ୍କର ହାତ ଧରି ରଖନ୍ତୁ, ବଡ଼ ଲୋକମାନଙ୍କର ପାଦ ଧରିବାକୁ ଚେଷ୍ଟା କରନ୍ତୁ। ଅଳିଆ ଡବାରେ ପଡ଼ିଥିବା ରୁଟି ଏହି ରହସ୍ୟ କହୁଛି କି, ବନ୍ଧୁ ପେଟ ପୁରିଲା ପରେ ମଣିଷ ନିଜର ଔକାତ ଦେଖାଇବାକୁ ଭୁଲିଯାଏ ନାହିଁ। ଯେଉଁମାନଙ୍କ ଉପରେ ଅତୁଟ ବିଶ୍ୱାସ ଥିଲା, ସେମାନେ ହିଁ ପ୍ରଥମ ଧୋକା ଦେଲେ। ପରିସ୍ଥିତି ବଦଳୁଥିବାର ଦେଖି ସମସ୍ତେ ନିଜର ରଙ୍ଗ ବଦଳାଇଲେ। କେହି ଏଠି ଦେବେ ନାହିଁ ସାଥ ତୁମର, ନିଜେ ହିଁ ନିଜର ସାଥ ଦିଅ, ନିଜକୁ ମଜବୁତ କର। ଜୀବନର କେବଳ ଗୋଟିଏ ନିୟମ, ତୁମକୁ ନିଜେ ହିଁ ତଳେ ପଡ଼ିବ ଆଉ ନିଜେ ହିଁ ଉପରକୁ ଉଠିବ। ଭଲ ପଛରେ କେହି ବି ଯାଇନଥାନ୍ତି, ଖରାପ ପଛରେ ସମସ୍ତେ ଯାଇଥାନ୍ତି। ମଦ ବିକୁଥିବା ଲୋକ କୁଆଡ଼େ ଯାଇନଥାଏ, କ୍ଷୀର ବିକିବା ବାଲାକୁ ଦ୍ୱାର ଦ୍ୱାର ବୁଲିବାକୁ ପଡ଼େ। ସବୁ ଦୁଃଖ ଦୂର ହେବା ପରେ ମନ ପ୍ରସନ୍ନ ହେବ, ଏହା ଭ୍ରମ ଅଟେ। ମନ ପ୍ରସନ୍ନ ରଖ, ସବୁ ଦୁଃଖ ଦୂର ହେବ, ଏହା ହିଁ ସତ୍ୟ। ଏହା କେବେ ପଚାର ନାହିଁ କି, କାହିଁକି ନା ଏ ଅଭିଯୋଗ ତାର ବି ଅଛି ଯାହାକୁ ଜୀବନ ସବୁ କିଛି ଦେଇଥାଏ। ଗୋଟିଏ ପରିଚୟ ହଜାର ମିତ୍ର ବନାଇ ଦେଇଥାଏ, କିନ୍ତୁ ଗୋଟିଏ ହସ ହଜାରେ ଦୁଃଖକୁ ଦୂର କରିଦେଇଥାଏ। ଏହା ହିଁ ବାସ୍ତବ ସତ୍ୟ ହୋଇଥାଏ। ଜୀବନରେ ଯାତ୍ରାରେ ଟିକେ ସମ୍ଭାଳିକି ଚାଲନ୍ତୁ ବନ୍ଧୁ, ଖାଲି ଗୋଟିଏ ଭୁଲ ସବୁକିଛି ଜଳାଇ ରଖିଦେଇଥାଏ। ନିଜ ଜୀବନରେ ବି ବନ୍ଧୁ କିଛି ଏମିତି ଘଟଣା ଘଟିଛି, କେହି ନିଜର ବନେଇକି ଟାଇମ୍ ପାସ୍ କଲା ତ କେହି ଟାଇମ୍ ପାସ୍ କରିବା ପାଇଁ ନିଜର ବନାଇଲା। ଭରସା କାଚ ପରି ହୋଇଥାଏ, ଥରେ ଭାଙ୍ଗିଗଲେ କେତେ ଯୋଡ଼ିଲେ ବି ଚେହେରା ଅଲଗା ଦେଖାଯାଇଥାଏ। ନା ଆଉ ପରିଚୟ ଛୋଟ ହେଉ, କିନ୍ତୁ ନିଜ ଦମରେ ହେବା ଦରକାର। ନା ସମୟର ଚକ୍ର ବହୁତ ଶୀଘ୍ର ଘୁରୁଥାଏ, ଏଥିପାଇଁ ନିଜ ବଳକୁ ନେଇ, ନାଁକୁ ନେଇ, ନିଜ ଧନକୁ ନେଇ କେବେ ବି ଅହଙ୍କାର କରେନି। ସମସ୍ତଙ୍କୁ ଉଡ଼ିବାକୁ ହେବ ଗୋଟିଏ ଦିନ ଫଟୋରୁ ରଙ୍ଗ ପରି। ଆମେ ସମୟର ଡାଳରେ ବସିଛନ୍ତି ସେଇ ପକ୍ଷୀମାନଙ୍କ ପରି। ପାଣି ଆଉ ବାଣୀ ଏ ଦୁଇଟି ଯାକରେ ଆମେ ଛବି ଦେଖାଯାଇଥାଏ। ପାଣି ସ୍ୱଚ୍ଛ ଥିଲେ ଚିତ୍ର, ଆଉ ବାଣୀ ମଧୁର ହେଲେ ଚରିତ୍ର ଦେଖାଯାଏ। ମିଳିଯାଇଥିବା କିଛି କ୍ଷଣର ସୁଖ ଆଖି ବନ୍ଦ ହେବା ପରେ ହିଁ ତାହା ଜଣା ପଡ଼ିଥାଏ, ନହେଲେ ଟିକେ ଟିକେ କଷ୍ଟ ତ ସମସ୍ତଙ୍କ ଜୀବନରେ ରହିଯାଇଥାଏ। ଆପଣ ଯେତେ ସଚ୍ଚୋଟତାର ସହ ସମ୍ପର୍କ ଗଢ଼ିବେ, ଲୋକ ସେତେ ଆପଣଙ୍କ ମନରେ ଦୁଃଖ କଷ୍ଟ ଦେବେ। ଜୀବନର ସବୁଠୁ କଠିନ କାମ ସରଳ ହୋଇ ବଞ୍ଚିବା। ଯିଏ ଦେଇଛି ଜୀବନ, ତା ଛାଇ ନଜର ଆସିନଥାଏ। ଏମିତି ଭରିଯାଇଥିବା ଝୁଲା, କିନ୍ତୁ ଦେବା ଲୋକ ନଜର ଆସିନଥାଏ। ଆଦର ସେମାନଙ୍କର କର ନାହିଁ ବନ୍ଧୁ ଯିଏ ତୁମକୁ ଭଲ ଲାଗୁଛନ୍ତି, ବରଂ ଆଦର ସେମାନଙ୍କର କର ଯିଏ ତୁମର ବି ଆଦର କରୁଛନ୍ତି। ଅଧିକାଂଶ ସେହି ମଣିଷ ହିଁ ସଂସାରରେ ଦୁଃଖ ଦେଖାଯାଇଥାଏ ତାର, ଯିଏ ସବୁବେଳେ ନିଜଠୁ ଅଧିକ ଅନ୍ୟକୁ ଚାହେଁ।
ପ୍ରାୟତଃ ଏମିତି ଦେଖାଯାଇଛି ହଜାର ଭିଡ଼ ଭିତରୁ କିଏ ଏମିତି ଥାଏ ଯେ ହୃଦୟରୁ ବହୁତ ଭଲ ହୋଇଥାଏ, ସମସ୍ତଙ୍କ ବିଷୟରେ ସବୁବେଳେ ଭଲ ଚିନ୍ତା କରିଥାଏ, ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କର, କିନ୍ତୁ ଶେଷରେ ସିଏ ସବୁଠୁ ଅଧିକ ଦୁଃଖ ଥିବାର ନଜର ଆସିଥାଏ। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ଆମ ଆନନ୍ଦରା ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ।